ସାଇକୋଲୋଜି କହିଥାଏ ଘିଆଘିଇ ହୋଇସାରିଲା ପରେ ଯଦି କୌଣସି ଝିଅ ବା ମହିଳା ଆପଣଙ୍କୁ ଦେଖି ହସିଥାନ୍ତି ତେବେ ଏହାର ମାନେ ହେଉଛି କି ବାସ୍ତବରେ ସେ ଆପଣଙ୍କ ସହିତ ଶାରୀରିକ ସମ୍ପର୍କ ବନେଇ ଚରମ ସନ୍ତୁଷ୍ଟି ପାଇଛନ୍ତି। ନମସ୍କାର ଦର୍ଶକ ବନ୍ଧୁ, ଓଡ଼ିଆ ରଙ୍ଗୀନ ଦୁନିଆ ଚ୍ୟାନେଲରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଏମିତି ଏକ ଭିଡ଼ିଓ ଯାହା ଆପଣମାନେ ଜାଣିନଥିବେ। ଯଦି ଦେଖିଥିବେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାଇବେ। ତେବେ ଚାଲନ୍ତୁ ଫ୍ରେଣ୍ଡସ୍, ବିଳମ୍ବ ନକରି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଭାଉଜମାନଙ୍କୁ କେଉଁ ଜାଗାକୁ ନେଇ ଗେହିବା ଦ୍ୱାରା କେହି ବି ସନ୍ଦେହ କରନ୍ତି ନାହିଁ। ଏହାର ଉତ୍ତର ହେଉଛି ଭାଉଜମାନଙ୍କୁ ନିଜ ବାପ ଘରକୁ ନେଇ ଗେହିବା ଦ୍ୱାରା ଜାଣିପାରିବେ ନାହିଁ। ନିୟମିତ ଭାବରେ ଗେହିବା ଦ୍ୱାରା କେଉଁ କେଉଁ ଫାଇଦା ମିଳିଥାଏ? ଏହାର ଉତ୍ତର ହେଉଛି ଦେହ ଆଉ ମନ ସୁସ୍ଥ ରହିଥାଏ। ଝିଅମାନଙ୍କୁ ପଟାଇବା ପାଇଁ କେଉଁ କେଉଁ ଜିନିଷ ରହିବା ଜରୁରୀ ଅଟେ? ଏହାର ଉତ୍ତର ହେଉଛି ଟ୍ୟାଲେଣ୍ଟ ରହିବା ଦରକାର ଅଟେ। କେଉଁ ଦେଶର ମହିଳାମାନେ ସେକ୍ସ ଖେଳଣା ବିଷୟରେ ବହୁତ କମ ଜାଣିଥାନ୍ତି? ଏହାର ଉତ୍ତର ହେଉଛି ଭାରତୀୟ ମହିଳାମାନେ। ସାଇକୋଲୋଜି କହିଥାଏ ଯଦି କୌଣସି ମହିଳା ପୁରୁଷର ବାଣ୍ଡ ଉପରେ ଜିଭ ଘୁରାଇବାକୁ ଲାଗନ୍ତି ତେବେ ବୁଝିଯାଆନ୍ତି କି ସେହି ମହିଳା ପିଲାଦିନରୁ ରାଣ୍ଡିର ସଉକ ରଖିଥାନ୍ତି ବୋଲି। ସାଇକୋଲୋଜି କହିଥାଏ ମହିଳାମାନେ ଭଲ ସ୍ୱଭାବର ପୁରୁଷ ସହିତ କେବଳ ଦୋସ୍ତି କରିବାକୁ ପସନ୍ଦ କରିଥାନ୍ତି, କିନ୍ତୁ ଯେଉଁମାନେ ବ୍ୟାଡ୍ ବୟ ଟାଇପ୍ର ପୁରୁଷ ହୋଇଥାନ୍ତି ତାଙ୍କୁ ମନେ ମନେ ପସନ୍ଦ କରିଥାନ୍ତି। ସାଇକୋଲୋଜି କହିଥାଏ ଝିଅମାନେ ସେହି ପୁଅମାନଙ୍କ ଦ୍ୱାରା ଜଲ୍ଦି ଆକର୍ଷିତ ହୋଇଯାଆନ୍ତି ଯେଉଁମାନେ ତାଙ୍କୁ ହସାଇବାରେ ଓ ଖୁସି କରିବାରେ ସକ୍ଷମ ସିଦ୍ଧି ହୋଇପାରିଥାନ୍ତି।